ଆପଣମାନଙ୍କୁ ଆଉ ଗୋଟେ ଜିନିଷ ଦେଖେଇ ନଥିଲି ଦେଖନ୍ତୁ ଏପଟେ ରହିବା କଥା ମାନେ ଯୋଉ କଣ କି ଷ୍ଟାଫ ସବୁ ତାଲା ମରା ହେଇଛି ଦେଖନ୍ତୁ ତାଲା ମରା ହେଇଛି କେମିତି ତାଲା ମରା ହେଇଛି ଇକୋ ହଉଛି କଥା କହିଲା ବେଳକୁ କହିଲେ କଣ ହେ ଗାଇସ୍ ଜୟ ଜଗନ୍ନାଥ ସମସ୍ତଙ୍କୁ ଆମେ ଗୋଟେ ଆଜି ଦେଖିଥିଲେ ତ ଆମେ ଏଇ ବ୍ଲଗ ଆମର ଲଙ୍ଗ ଭିଡ଼ିଓ ଟୋଟାଲି ନା 6-7 ଦିନ ହବ ପଡ଼ିନି 6-7 ଦିନ ଅଧିକା ହେଇଯିବ ତାପରେ ଆମର ଆଜି ଫାଷ୍ଟ ଗୋଟେ ଘୋଷଲୋକ ମାନେ ଜାଗା ଦେଖିବାକୁ ଆସିଛୁ ଆମର ଦେଖନ୍ତୁ ଆମ ସେପଟୁ ରହିଲେ ରାସ୍ତା 1 କିଲୋମିଟର ଚାଲି ଚାଲି ଆଇଲୁ ଆମର ଯୋଉ ଦେଖା ହଉନି ସେ ଯୋଉ ବର ଗଛଟା ଚୁମ୍ ପକଉଛି ସେଠି କଣ ଗୋଟେ ହେଇଥିଲା ଆମର ବା ଯେ ବହୁତ ଦିନ ହେଇଯିବ 10-15 ବର୍ଷ ଖଣ୍ଡେ ହେଇଯିବ ସେଠି କିଏ ଫାସି ଦେଇକି ମରିଥିଲା ତାପରେ ଲୋକ କୁହନ୍ତି ଆମର ଯୋଉ ସେଇ ଯୋଉ ପୋଲଟା ସେଇଠି କିଏ ଗୋଟେ ବସି ସବୁବେଳେ କାନ୍ଦେ ସେଠି ତ ଆମେ ଭିଡିଓ କଲୁନି ପଳେଇ ଆଇଲୁ ଆଗରେ ଆମେ ସେଠି ଦେଖେଇକି ଡାଇରେକ୍ଟ ସେପଟକୁ ଯିବୁ ଏଇପଟେ ବାଟ ଅଛି ସେପଟକୁ ଯିବା ପାଇଁ ଟ୍ରେନ୍ ଲାଇନରେ କେମିତି ଯାଉଛୁ ସେ ଲୋକ ଧାନ କାଟୁଛନ୍ତି ଆମେ ନା ରାତିରେ ଆଜି ରାତିରେ ହିଁ ଆସିବୁ ଏବେ ଟାଇମ କେଇଟା 10ଟା-11ଟା ଖଣ୍ଡେ ହବ ଦିନ 11ଟା ଖଣ୍ଡେ ଆଉ ଦିନ ନହବ ରାତି ଆମେ ନା ଯାଉଛୁ ଏଇପଟେ ଅଛି ନା ଏଠୁ ଦେଖନ୍ତୁ ଆହୁରି 1 କିଲୋମିଟର ଖଣ୍ଡେ ହବ ତମେ ଜାଣିଛ ସବୁ ଆମକୁ ଆମ ଏଇ ଘର ପାଖ ଲୋକ ଭାଇ ମାନେ କହିଲେ କି ଚାଲ ଚାଲି ଚାଲି କୁହ ରାସ୍ତା ଉପରେ ଯୋଉ ଟ୍ରେନ ଲାଇନ ପଟରୀ ଉପରେ ବହୁଛନ୍ତି କିଛି ଭୂତ ଏଇ ଆଗ ବରଗଛ ପାଖରେ 8-10 ଜଣ ଖଣ୍ଡେ ମଲେଣି ଫାସି ଦେଇକି କିଏ ବେକ ଦେଖେଇ କଟିଗଲାଣି ଟ୍ରେନରେ ସେଥିପାଇଁ ଆମେ ଆଇଛୁ ଆମେ ତ 2 ଜଣ ଅଛୁ ଡର ତ ଲାଗିବ ଦିନରେ ଆଇଛି ବ୍ଲକ କରି ଜାଗା ଦେଖିବୁ ଯଦି ସିଲେକ୍ସନ ହେଲା ରାତିରେ ଆସିକି ସେଠି ଘୋଷଲୋକ କରିବୁ ଆପଣମାନଙ୍କୁ ତ ଖୁସି କରିବା ପାଇଁ ତ ଯାହାହେଲେ ବି ଆମକୁ ରାତିରେ ରିସ୍କ ନେବାକୁ ପଡିବ ତ ସେ ବରଗଛ ପାଖାପାଖି ଆମେ ଯାଉଛୁ ଦେଖନ୍ତୁ ବରଗଛଟା ସେପଟେ ବାଟ ପ୍ରାୟ ନାହିଁ କି କଣ ଦେଖିବାକୁ ପଡିବ ଦେଖନ୍ତୁ ବରଗଛ ଏଠୁ କେତେ ବାଟ ହବ ଏଇପଟେ ବାଟ ଅଛି କେତେ ବାଟ ବରଗଛ ହବ ଏଇପଟେ ଦେଖୁନୁ ନା ଏପଟେ ଯାଇହବନି ସେପଟେ ଆଗ ପଟେ ଯିବା ଡାଇରେକ୍ଟ ମୁଁ ଅଧା ବାଟ ହେଲେ ଯାଇ ଭିଡିଓ ଦେଖୁଛି କାହାକୁ ଭିଡିଓ ଦେଖେଇ ହବନି କଣ ତାପରେ ସେଠି ଗୋଟେ ଯୋଉ ଆମର ଯୋଉ ପୋଲଟା ଅଛି ସେ ପୋଲ ପାଖରେ କିଏ ଗୋଟେ ବସିକି କାନ୍ଦେ ଆମେ ଇଚ୍ଛା ଯାଉଛୁ ଦେଖେଇବା ପାଇଁ ସେ ପାଖକୁ ତ ଯାଇହବନି ବରଗଛର ଆମେ ଦୂରରୁ ଯାଇକି ଦେଖିକି ଆସୁଛୁ ଦେଖିଆ ରାତି ମାନେ ଆଖପାଖରେ କଣ ସବୁ ଆଟିଟ୍ୟୁଡଟା ହଉଛି କିମ୍ବା ଯୋଉ ଇଏ ହଉଛି ଆଜି କଣ ବା ଗୋଟେ ପୂର୍ଣ୍ଣ ମାନେ କଣ ଆଜି ଗୋଟେ ଜାଣିନି ଆଜି କିନ୍ତୁ ଆଜି ଭିଡିଓ ହବ ହିଁ ହବ ଚାଲ ଟ୍ରାଏ କରୁଛୁ ପୁରା ପାଖକୁ ଯିବା ପାଇଁ ନା ଆମେ ଏଇପଟେ ବାଟ ପ୍ରାୟ ଅଛି ଖାଲି ଗୋବର ଦେଖନ୍ତୁ କେତେ କଷ୍ଟ କରିଛୁ ଆମେ ବାବା ସେ ଗଛଟା ଯାଇକି ଗଛ ପାଖକୁ ଯାଉଛି ଦିନରେ ରାତି କଥା ତ ଉପରଟା ରହିଲା ଟ୍ରେନ ଲାଇନ ଗାଡି ଚାବି ତମ ପାଖରେ ଆମେ ଏଖିନା ଯାଉଛୁ ଆପଣ ମାନେ ଦେଖନ୍ତୁ ସେଠି ଗୋଟେ କୁକୁଡା ଫାର୍ମ ଅଛି ମାନେ ସେଠି କେହି ରୁହନ୍ତିନି ଖାଲି ମାନେ ଆଗରୁ କୁକୁଡା ରହୁଥିଲେ ଏବେ ଆଉ କେହି ରହୁନାହାନ୍ତି ସେଟା ଖାଲି ଜାଲ ମାଲ ଘୁରା ହେଇକି ଲୋକମାନେ ଯାହା ଚାଷ ମାସ ସବୁ ଦିନରେ ଆସିକି କରିଦିଅନ୍ତି ସେଠି କୁକୁଡା କେହି ବି ନା ଆମେ ଏଇନା ଏଇପଟେ ବାହାରିଲୁ ବାଟ ଏଇ ବାଟ କାଇଁ ହେଇ ଏଇ ଆଗ ପଟେ ବାଟ ଅଛି ଏଇପଟେ ବାଟ ନାଇଁ ଏପଟେ ବାଟ ନାହିଁ ଏଗୁଡ଼ା କଣ ଚାଷ ମାସ କରୁଛନ୍ତି କାହିଁ ଚଢିବ ସୋଦିବେ କହୁଛି ଡାଇରେକ୍ଟ ଉପରଟା ହେଲା ଟ୍ରେନ ଲାଇନ ପୁରା ପାଖାପାଖି ତ ଯାଇ ହଉନି ଟ୍ରାଏ କରୁଛୁ ଯିବାକୁ ଆଉ ଯାଇ ଅଧା ବାଟରେ ଆଉ ଟିକେ ପାଖରେ ହେଇକି ଦେଖଉଛି ଆମର ଏଖିନା ଦେଖନ୍ତୁ ସିଏ କଣ କରିଛି ସେଠି ଜଣା ପଡୁନାହିଁ ତାପରେ ଆମେ ଦେଖନ୍ତୁ ବରଗଛ ସବୁ ଡାଇରେକ୍ଟ ପାଖକୁ ଯାଇ ହଉନାହିଁ କାହିଁକିନା ରାତିରେ ଆମେ ଟ୍ରାଏ ପୁରା ପାଖକୁ ଯିବୁ ଏପଟେ ଦିନରେ ଖାଲି ବାଟ ଦେଖି ଦେଉଛି ଆପଣଙ୍କୁ କାହିଁକିନା ଡେରି ହେଲାଣି ନା ଏଇପଟେ ବାଟଟା ଅଛି ଏଇପଟେ ବାଟ ଅଛି ଆସ କାହିଁକିନା ଆମେ ବହୁତ ବାଟ ଚାଲି ଚାଲି ଆଇଲୁଣୁ ରାତିକି 2-3ଟା ପିଲା ଡାକିକି ଆସିବୁ ଦେଖନ୍ତୁ ସେଇ ବରଗଛଟା ସେଠି ଆମର ଫାସି ଦେଇକି ମରିଥିଲେ ବହୁତ ଲୋକ ତାପରେ ଏଠି ଯୋଉ ଆମର ଯୋଉ ଦେଖନ୍ତୁ ଏଠି ଯୋଉ ଲୋକ କଟିଥିଲେ ସବୁ ସେ ଯୋଉ କି କଣ ବର ଅଛି ଯୋଉ ନଟା ଗଛ ଦିଏ ସବୁ କଣ ଗୁରେଇ ଥାନ୍ତି ସେଇଠି ସମେତେ ମାନେ ଲୋକ କୁହନ୍ତି ରୁହନ୍ତି ଆଉ ସେଇ ଯୋଉ ପୋଲ ପାଖରେ ଗୋଟେ ସ୍ତ୍ରୀ ଗୋଟେ ବସି କାନ୍ଦେ ପାଖକୁ ଯିବା ଦେଖେଇ ହଉନି ତାପରେ ବି ଭଲ କି ଜାଗା ଦେଖିଲା ପରେ ଆପଣ ମାନଙ୍କୁ ରାତିରେ ଆଣିକି ଦେଖେଇବୁ ଆମେ ବାଟ ଦେଖିଦବୁ ଆଗ ବାଟଟା ଏଇପଟେ ଅଛି ଏପଟେ ଟିକେ ତଥାପି ଆମେ ବହୁତ ବାଟ ଚାଲି ଚାଲି ଆସିଲୁଣି ଦେଖନ୍ତୁ ମାନେ କେତେ ବାଟ ଆମେ ଚାଲି ଚାଲି ଆସିଲୁଣି 1 କିଲୋମିଟର ଉପରେ ହବ ଏଇଟା ପୁରା ମାନେ ଗୋଟେ ଗହିର ମଝିରେ ଅଛି 1-2 କିଲୋମିଟର ପରେ ଯାଇ ଗାଁ ଦେଖନ୍ତୁ ବିଲ ଗୋଟିଏ ଘର ଅଛି ଯୋଉ କୁକୁଡା ଫାର୍ମ ଦେଖନ୍ତୁ ଯୋଉ କୁକୁଡା ଫାର୍ମ ସେଠି ଥିଲା ଗୋଟିଏ କୁକୁଡା ଫାର୍ମ ନାହିଁ ସରି କୁକୁଡା ନାହାନ୍ତି ଏଠି ଏଇପଟେ ବିଲୁଆ ଦେଖନ୍ତୁ ବିଲୁଆ ପୁରା ଗଛ ପାଖରେ ତ ଆସିକି ପହଞ୍ଚି ଗଲୁ ଯାଇ ପୁରା ପାଖରେ ଯାଇକି ଆପଣ ମାନଙ୍କୁ ଦେଖଉଛି ଚାର୍ଜ କମ ଅଛି ମୋବାଇଲରେ
ତ ପୁରା ପାଖକୁ ପଳେଇ ଆସିଲୁ, ପୁରା ଦେଖନ୍ତୁ ପୁରା ଉପରକୁ ପୁରା ଯାଇ ହବନି। ଆପଣ ଏଇ ଯୋଉ ମୁଁ ଯାଇ ହବ କିନ୍ତୁ ରାତିରେ ପୁରା ସେପଟେ ବୁଲି ଯିବାକୁ ପଡ଼ିବ। ଦେଖୁଛି କୋଉଠି ଫାସି ଦେଇଥିଲା, ଦେଖନ୍ତୁ ଜୁମ୍ କରିଦଉଛି। ସେ ଯୋଉ ନାଲିଆ ନାଲିଆ ଦେଖା ଯାଉଛି ସେଇଠି ଜଣା ଫାସି ଦେଇଥିଲା, ସେଠି ଆଉ ସେପଟେ ନଟକି ପଡିଥିଲା ତା ଦେହରେ। ସେପଟେ ଦେଖନ୍ତୁ ଟ୍ରେନ୍ ଆଇଲାଣି। ଟ୍ରେନ୍ ପୁରା ଜଙ୍ଗଲ ବଣ ମଝି ଦେଖ ସିଆଡେ ପୁରା ବୁଲା କୁହୁଡି ଏପର୍ଯ୍ୟନ୍ତ ଛାଡି ନେଇ ଦିନ। କୁହୁଡି ଛାଡି ନେଇ ତଥାପି 11ଟା 10:30 ଖଣ୍ଡେ 11ଟା ହବ। ହଣ୍ଟେଡ ବର ଗଛ। ନା ବ୍ଲଗ ଟା ମୁଁ ଏଣ୍ଡ କରିନି, ଯୋଉଠି ଗୋଟେ ସ୍ତ୍ରୀ ଲୋକ କାନ୍ଦୁଥିଲା ସେଠି ଯାଇକି ଦେଖେଇକି ବ୍ଲଗ ଏଣ୍ଡ କରିବି। ତାହେଲେ ଦେଖନ୍ତୁ ଏଇଟା କେମିତି ହେଇଛି ଦେଖନ୍ତୁ। ଲୋକ ବି କହୁଥିଲେ, କହିଲେ ରାତିରେ ଯିବନି, ଯଦି ଦିନରେ ଯିବ ଦେଖିଦବ। ଚାଲନ୍ତୁ ଯଦି ସେ ଲୋକ ଥିବେ ଡାଇରେକ୍ଟ ଆପଣଙ୍କୁ ସେଠି ଦେଖେଇଦେବି କଣ କହୁଛନ୍ତି। ଯଦି ନଥିବ କଣ କରିବା, କାରଣ ବିଲ କାମ ହଉଛି ବିଲରେ ଲୋକ। ଏଠି କାହିଁ ଦେଖନ୍ତୁ ଗୋଟେ ଲୋକ ଯେ ସେ ମୁଣ୍ଡରେ ଯାଇ ଗୋଟେ ଲୋକ, ଏ ବିଲ ଆଗ କଟା। ଆମେ ପ୍ଲାନ୍ ବହୁତ ଦିନ ହବ କରିଥିଲେ ଆସିବୁ ବୋଲି, ଆମେ ବି ଏତେ ଜାଣିନଥିଲୁ। ତାପରେ ଯୋଉ ଲୋକ କହିଲେ ଆମର ଗାଁ ଲୋକ ସବୁ, ତାପରେ ଆଇଲୁ। ଟ୍ରେନଟା ଏପଟ ଲାଇନରେ ଯାଉଛି, ଆମେ ମାନେ ଯିବା ପାଇଁ ଅସୁବିଧା ହବ ଆମକୁ। ସେ ଗଲା ପରେ ଯାଇ ଦେଖିବୁ, ଡାଇରେକ୍ଟ ଆମକୁ ଦେଖଉଛି ଅଧା ବାଟରେ ହେଲେ ଆପଣଙ୍କୁ। ତାପରେ ଯୋଉ ସ୍ତ୍ରୀ ଲୋକଟା କାନ୍ଦୁଥିଲା ସେଠି ଯାଇ ଦେଖେଇବି ଡାଇରେକ୍ଟ। କିନ୍ତୁ ଆମେ ପୁରା ସେପଟୁ ଟ୍ରେନ୍ ଲାଇନ୍ ଉପରୁ ପଳେଇ ଆଇଲୁଣି, ସେ ସେପଟୁ ପଳେଇଲାଣି। ପୁରା ମାନେ ଝିଅର କିଛି ନାହିଁ, ପୁରା ଧଇଁ ସଇଁ ହେଇଗଲୁଣି ଆମେ। ଦୌଡ଼ି ଦୌଡ଼ି ଆଇଲୁ ନା। ସେପଟୁ ଗୋଟେ ବାଟ ଥିଲା ଯିବାକୁ ଯେ, ଦେଖନ୍ତୁ କେତେ ବାଟ ହେଲାଣି। ଆମେ ଭାବୁଛି ଆମେ ଯୋଉଠି ଗାଡ଼ି ରଖିକି ଆଇଛୁ, ସେଇଠୁ ପ୍ରାୟ ପଛରେ ଦେଖ କଣ କଣ୍ଟା ମଣ୍ଟା ମାରିଲା ନା କଣ, 1 କିଲୋମିଟର ପ୍ଲସ୍ ହବ କି ଅଧିକା ହବ, 1.5 କିଲୋମିଟର ପାଖାପାଖି। ଟ୍ରେନ୍ ଗୋଟେ ଆଇଲାଣି, କୋଉ ପଟେ ଯିବ ଜାଣିନି, ସେପଟକୁ ପଳେଇବା ଡାଇରେକ୍ଟ। ଯୋଉଠି ସେପଟକୁ ଯାଇ ଦେଖଉଛି। ଆପଣମାନଙ୍କୁ ଆଉ ଗୋଟେ ଜିନିଷ ଦେଖେଇ ନଥିଲି, ଦେଖନ୍ତୁ ଏପଟେ ରହିବା କଥା ମାନେ ଯୋଉ କଣ କି ଷ୍ଟାଫ ସବୁ ତାଲା ମରା ହେଇଛି। ଦେଖନ୍ତୁ ତାଲା ମରା ହେଇଛି, ତାଲା ମରା ହେଇଛି। ଇକୋ ହଉଛି କଥା କହିଲା ବେଳକୁ। କହିଲେ କଣ ହାପୋ ଦେଖନ୍ତୁ କହୁଛି। ଆମେ କିନ୍ତୁ ଦେଖନ୍ତୁ ମାନେ 50 ମିଟର ଦୂରରେ ଥାଇକି ବି ଇକୋ ହଉଛି। ଆପଣମାନଙ୍କୁ ଏଇଟା ଦେଖେଇ ନଥିଲି, କିନ୍ତୁ ଏଇଟା ମନେ ପଡ଼ିଗଲା ବୋଲି ଆପଣମାନଙ୍କୁ ଦେଖେଇଲି। ଦେଖନ୍ତୁ ମାନେ ସବୁ ତାଲା ପଡ଼ିଛି, ଏପଟେ କେହି ରହୁନାହାନ୍ତି, ବଣ ହେଇଗଲା। ଆପଣମାନେ ତ ଦେଖିଥିବେ ମାନେ ଯୋଉ ଲାଇନରେ ମାନେ ଷ୍ଟାଫ ମାନେ ରୁହନ୍ତି, ଏପଟେ ଟ୍ରେନ୍ ଆଉଛି ଦେଖନ୍ତୁ। କିନ୍ତୁ ଏପଟେ କେହି ରହୁନାହାନ୍ତି। ସେଇ ଘରଟାକୁ କଭର କରିବା, ତାଲା ତ ପଡ଼ିଛି କିନ୍ତୁ ସେ ସାଇଡ଼ରେ ଯିବା, ତାପରେ ସେଇ ବର ଗଛ ପାଖକୁ ଯିବା। କୁଣ୍ଡେ କାଣ୍ଡେ ହେଲାଣି ମାନେ ଟାଇମ୍। ତାପରେ ସେଠି ଗୋଟେ ମଶାଣି ଅଛି ଦେଖନ୍ତୁ, ଜୁମ୍ କରିଦେଉଛି। ସେଠି ଗୋଟେ ମଶାଣିଟେ ବି ଅଛି। ପୁରା ଟ୍ରେନଟା ଯାଉଛି ଗୋଟେ, ଆମେ ଡାଇରେକ୍ଟ ଆପଣମାନଙ୍କୁ ସେଠି ଦେଖେଇ ଦିଥର କହିସାରିଲିଣି। ଚାଲନ୍ତୁ, ମୁଁ କହିଥିଲି ଆସି ଡାଇରେକ୍ଟ ଦେଖେଇବି। ଦେଖନ୍ତୁ ଏଇ ଜାଗାଟା, ଏଇ ଯୋଉ କଣ ହଂସୁଆ ଲେଖା ହେଇଛି ନା କଣ, ସେଇଠି ମୋବାଇଲ ଲାଇଟ୍ ଡାଉନ୍ ହେଇପାଇଁ ଦେଖୁ। 4 କିଲୋମିଟର। ହଁ ଆମେ ହଂସୁଆ ପାଖରୁ 4 କିଲୋମିଟର, ମାନେ ପୋଲ କେତେ ବାଟ ଅଛି। ଗାଡ଼ି ଅଛି, ତମର ଜିନିଷ ସବୁ ବି ଅଛି। ଏ ମୋବାଇଲଟା କଣ ହେଇଗଲା ଦେଖନ୍ତୁ। ଆମର ଏଇ ଯୋଉ ପୋଲଟା, ଏଇଟା ହେଲା ଗୋଟେ ଗାଁ, ଏଇଟା ହେଲା ଗୋପାଳପୁର ଗାଁ। ତାପରେ ଜୟପୁର ଅଛି, ଗଣ୍ଡଲ ଅଛି। ଏଇ ଗାଁ ଲୋକ ଆମକୁ ହିଁ କହିଥିଲେ, ଆମେ ଆସିଥିଲୁ ଗୋଟେ ଜାଗାକୁ। ଏଇ ଯୋଉ ଜାଗାଟା, ଏଇ ଯୋଉ ନୁହଁ, ଏଇଠି ବସି ଗୋଟେ ସ୍ତ୍ରୀ ଗୋଟେ କି ରାତିରେ କାନ୍ଦେ। ଏଇଠି କଣ ହେଇଥିଲା ଗୋଟେ ଫାସି ଦେଇ, ଏଇଠି ବା ଟ୍ରେନରେ ମୁଣ୍ଡ ଦେଇ ଦେଇଥିଲା ଏଇଠିକା ଲୋକଙ୍କର ମାନେ ଫାସି ଦେଇଥିଲା। ଦେଖନ୍ତୁ ଏଇ ଜାଗାଟା ତ ଆଉ ଆପଣଙ୍କୁ ତ ଦେଖେଇଲି, ଏଇଠି ଯାଉଛି। ଆଉ ଭଲ ଭିଡ଼ିଓ ଯଦି ଭଲ ଲାଗିଥିବ ଆଉ କଣ କରିବା। ତ ଛୋଟ ହବ କି ଛୋଟ ଭିଡ଼ିଓଟା ହେଲା 8-9 ମିନିଟର। ଆଉ ଏଇଠି କିଏ ଗାଡ଼ି ହ୍ୟାଣ୍ଡେଲ କରିନି, ତାହେଲେ ଏଇଠି ବ୍ଲଗକୁ ଏଣ୍ଡ କରିଦେଉଛି। ଆଉ ଆଜି ରାତିରେ ଡାଇରେକ୍ଟ ଦେଖା ହବା ସେଇଠି। ଜୟ ଜଗନ୍ନାଥ।